ବର୍ତ୍ତମାନ ନୁହଁ ଭୁବନେଶ୍ୱର ଜିଲ୍ଲାର କାର୍ଯ୍ୟକାରିଣୀ ବୈଠକ ଥିଲା। ଆଗରୁ ଅନେକ ବୈଠକ ହେଇଛି। ଏଇଟା ଗୋଟା ଆମର ମୁଖ୍ୟ ବୈଠକ ଥିଲା। ଏଥିରେ ସିଦ୍ଧାନ୍ତ ହେଲା ପ୍ରତ୍ୟେକ ୱାର୍ଡରେ ୱାର୍ଡ ଅଫିସ ହେବ ଏବଂ ପ୍ରତି ୱାର୍ଡର ସମସ୍ୟାକୁ ଲୋକାଲୋଚନକୁ ଆଣି ତାର ସମସ୍ୟା କିପରି ସମାଧାନ ହେଇପାରିବ ଏବଂ ପ୍ରତ୍ୟେକ ୱାର୍ଡରେ ପଦଯାତ୍ରା ହେବ। ବ୍ଲକ ହଉ ବୁଥ ହଉ ସ୍ତରରେ ତୃଣମୂଳ ସ୍ତରରୁ ସଂଗଠନକୁ କିଭଳି ଭାବରେ ସଂଗଠନକୁ ସଦୃଢ଼ କରାଯାଇପାରିବ। ଅବିକା ଦେଖନ୍ତୁ ଟିକେ ବର୍ଷା ହେଲେ ଯେଉଁଭଳି ଭାବରେ ରାସ୍ତା ବୁଡ଼ି ଯାଉଛି, ଲୋକମାନେ ବୁଡ଼ିକି ମରୁଛନ୍ତି, ପଡ଼ିକି ମରୁଛନ୍ତି, ତାର ସମସ୍ୟା କିପରି ସମାଧାନ ହେଇପାରିବ ତା ପାଇଁ ଆଜିର ନିଷ୍ପତ୍ତି ହେଲା। ଦିନ ଭିଡ଼ ହିଂସା ହେଉଛି, ରେପ୍ ହେଉଛି, ରାଜଧାନୀ ହେଉଛି, ଡକାୟତ ହେଉଛି। ମନୁଷ୍ୟ ସେ ପୁରୁଷ ହୁଅନ୍ତୁ କି ନାରୀ ହଉ କି ଝିଅ ହଉ ପୁଅ ହଉ କୌଣସି ନିଜକୁ ରାସ୍ତାରେ ଯିବାକୁ ସୁରକ୍ଷା ମଣୁନାହାନ୍ତି। ତେଣୁ ନିଶ୍ଚିତ ଭାବରେ ଆଗାମୀ ଦିନରେ କଂଗ୍ରେସ ସରକାର କରିବ। ଏଠି ଭୁବନେଶ୍ୱରରେ ମେୟର ନିଶ୍ଚିତ ଭାବରେ ହେବ, ରାଜ୍ୟରେ କଂଗ୍ରେସ ସରକାର ହେବ। ଆମର ପ୍ରିୟ ସଭାପତି ମାନ୍ୟବର ଶ୍ରୀଯୁକ୍ତ ଭକ୍ତ ଦାସଙ୍କ ନେତୃତ୍ୱରେ ଭୁବନେଶ୍ୱରରେ 67 ୱାର୍ଡରେ ବର୍ତ୍ତମାନ ୱାର୍ଡ ସଭାପତି ଆପଏଣ୍ଟମେଣ୍ଟ କରାଯିବ। ବର୍ତ୍ତମାନ ଜିଲ୍ଲା କଂଗ୍ରେସ ତରଫରୁ ବ୍ଲକ ସଭାପତି ମାନଙ୍କୁ ଆପଏଣ୍ଟମେଣ୍ଟ ଦିଆଗଲା, ସମସ୍ତ କର୍ମକର୍ତ୍ତାଙ୍କୁ ଆପଏଣ୍ଟମେଣ୍ଟ ଦିଆଗଲା। ଆଜି ସମସ୍ତ କର୍ମୀ ଶପଥ ନେଲେ ଯେ ଘରେ ଘରେ କଂଗ୍ରେସର ବାର୍ତ୍ତା ପହଞ୍ଚେଇବେ ଆଉ ବିଜେପିର जो विफलता जो जनसाधारण को जो प्रतिश्रुति देते से प्रतिश्रुति कार्यकारी कले ना 2 वर्ष बीतीगला खाली रंगभर समय बीतीगला लोक मान प्रतारित कले से वार्ता नहीं मान्यवर पीसी सभापति भक्तदास निर्देश रे घरे घरे आम बुलू घरे घरे लोक पाखे वार्ता पहुंचेबू।